ପାଟଣାଗଡ଼ରେ ମତ୍ସ୍ୟ ଓ କଚ୍ଛପ ବେଶରେ ଦର୍ଶନ ଦେଲେ ମହାବାହୁ। ଭକ୍ତର ମନ ଚିହ୍ନି ଭଗବାନ ମାନବୀୟ ଲୀଳା କରୁଥିବା ବେଳେ ଆଜି ବିଶ୍ୱର ଦ୍ୱିତୀୟ ପୁରାତନ ଜଗନ୍ନାଥ ମନ୍ଦିର ବ୍ରହ୍ମକ୍ଷେତ୍ର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପ୍ରଭୁ ଜଗନ୍ନାଥ ଘୋଷଯାତ୍ରାରେ ବାହାରି ଭକ୍ତଙ୍କୁ ଦର୍ଶନ ଦେବା ସହିତ ଗୁଣ୍ଡିଚା ମନ୍ଦିର ଜନ୍ମଭୂମିରେ ଭକ୍ତଙ୍କର ଦୁଃଖ ହରଣ ପାଇଁ ବିଭିନ୍ନ ଅବତାରରେ ଦର୍ଶନ ଦେଇଥାନ୍ତି। ଆଜି ପ୍ରଥମ ଦିନରେ ପ୍ରଭୁ ବଳଭଦ୍ର ଭକ୍ତଙ୍କୁ ମତ୍ସ୍ୟ ଅବତାରରେ ଦର୍ଶନ ଦେଇଥିବା ବେଳେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଭକ୍ତଙ୍କୁ କଚ୍ଛପ ଅବତାରରେ ଦର୍ଶନ ଦେଇଥିଲେ। ପ୍ରଭୁଙ୍କ ଅବତାର ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ପାଟଣାଗଡ଼ ଗୁଣ୍ଡିଚା ମନ୍ଦିରରେ ଭିଡ଼ ହୋଇଥିଲା। ବ୍ୟୁରୋ ରିପୋର୍ଟ, ମିର୍ଚ୍ଚା ନ୍ୟୁଜ।